ସାଙ୍ଗମାନେ ଆଉ ଗୋଟେ ନୂଆ ଭିଡ଼ିଓରେ ସମସ୍ତଙ୍କୁ ୱେଲକମ୍। ଇଏ ହେଉଛି ବେଙ୍ଗଲୋର ପାଗ। ସା ମର୍ଣ୍ଣିଂରୁ ଉଠିଲା ବେଳେ ଦେଖିଲି ରୁମ୍ରେ ଏତେ ଜୋର ଖରା ଦେଇଥିଲା, ଏତେ ଜୋର। ଆଉ ଯେମିତି ଛାତ ଉପରକୁ ଆସିଛେ ପୁରା ଅନ୍ଧାର, ମାନେ ମେଘୁଆ କରିଦେଇଛି। କେତେବେଳେ ଗରମ ଲାଗିଯାଉଛି ତ କେତେବେଳେ ବର୍ଷା ହେଇଯାଉଛି, କିଛି ଠିକ୍ ଠିକଣା ନାହିଁ। ଗାଁରେ ସିନା ଜାଣିବ କି ଅନ୍ଧାର କାଳିଆ ହେଲେ ଜାଣିବ ଯେ ନା ହଁ ବର୍ଷା ଆସିଆ ବୋଲି। ଏଠି ନାହିଁ, ଫଟ କରି ଖରା ଦେଇଦିଆ, ଫଟ କରି ବର୍ଷା ଦେଇଦିଆ, ଜଣା ହିଁ ପଡ଼ିଆ ନାହିଁ। କେତେବେଳେ ବର୍ଷା ହେଇଯା, କେତେବେଳେ ଥଣ୍ଡା ହେଇଯା, କେତେବେଳେ ସେ କେତେବେଳେ ଏଠି ବରଫ ପଡ଼ିଆ, ଟାଙ୍ଗର କିଛି ସବୁ ପଡ଼ିଆ ଏଠି, କିଛି ଠିକ୍ ଠିକଣା ନାହିଁ। ଦେଖ ବହୁତ ଜୋର ଖରା ହଉଥିଲା, ଏଠି ବହୁତ ଜୋର ଖରା ହଉଥିଲା, ଏଇନା ପୁରା ଅନ୍ଧାର କରିଦେଇଛି। ଲୁକ୍ ଭଲ ନାହିଁ ନା ପାଗଟା ଭଲ ନାହିଁ, ମୁଁ ଜାଣିପାରୁଥିଲି। ଏଥି ବୋଧେ ଏମିତି ବେଶୀ ଖରା ଦିଏନି, ଟିକେ ଚାରା ଚାରାତେ, ସେଥିପାଇଁ ଇଆଡ଼େ ସବୁ ଆମର ଓଡ଼ିଶାରୁ ବାହାରୁ ଆସନ୍ ଝିଅକା ସବୁ ଚିକନି ଚିକନି ଘରି ହେଇଯାଉଛନ୍। କି ପାଇଁ ନା ଖରାରେ ତ ବାହାରକେ ନାହିଁ, ଖରା ତ ବେଶୀ ଇଆନି ନାହିଁ, ସେଥିପାଇଁ ଘରି ହେଇଯାଉଛନ୍ ନା। ମୁଇଁ ବି ସବୁ କୁହନ୍ ଯେ ବାହାରୁ ଆସିଲା ପରେ କି ପାଇଁ ତ ସୁନ୍ଦର ହେଇଯାଇଛି କି ମୋଟି ହେଇଯାଇଛି। ଏଠି ତ ସେମିତି ପାଗ ହିଁ ନାଇଁନି, ସେଥିପାଇଁ ଖାଇବାର ଖାଉଛନ୍, ରୁମ୍ରେ ଶୋଉଛନ୍, କମ୍ପାନୀ ଯାଉଛନ୍, କାମ କରିକି ଆସୁଛନ୍, ରବିବାର ହେଲେ ବୁଲୁଛନ୍, ରୁମ୍ରେ ଖାଇକରି ଶୋଇ ଯାଉଛନ୍। ଆଉ ହଉ ସାଙ୍ଗମାନେ, ଡ୍ୟୁଟିରେ ଯିବାର ଅଛି, ତ ଆଜିର ବ୍ଲଗ ଏଠି ଶେଷ କରିଛି। ଟାଟା। ତ କାଲି ଆଉ ଗୋଟେ ନେକ୍ସଟ ବ୍ଲଗରେ ଦେଖା ହେବା।